ओम नमो भगवते वासुदेवाय। द्वितीयोऽध्याय। श्रीशुक उवाच। शुक कहन्ति विद्यमाने शृण राजन् सावधाने। कलिजुग धर्म विधान ए जुगे होइब जे सन। सत्य शौच दया क्षमा तुटिब धर्म मार्ग सीमा। काल जे बलवନ୍ତ होई प्राणीଙ୍କୁ ଗ୍ରାସିବ ଯେ ସେହି। ଏଣୁ ଯେ ଧର୍ମ ହାନି ହୋଇ ବଳ ଆୟୁଷ କ୍ଷୟ ଯାଇ। ଜ୍ଞାନ ଯେ ଧର୍ମ ନ ରଖଇ ଧର୍ମ ନଥିଲେ ପୁଣ୍ୟ କାହିଁ। ଏଣୁ ଧର୍ମାଦି ପୁଣ୍ୟହୀନ ବର୍ଦ୍ଧନ ହେବେ ମ୍ଳେଚ୍ଛ ଜନ। ଯେଉଁ ଜନର ଧନ ଥିବ ସଂସାରେ ବଡ଼ ସେ ହୋଇବ। ସର୍ବଗୁଣ ତାଙ୍କର ପୂର୍ଣ୍ଣ ଧର୍ମ ନ୍ୟାୟ ସେ ବିଚାରଣ। ବଳବନ୍ତ ହୋଇବେ ସେହି ତା ବିନୁ କେହି କିଛି ନୋହି। ବିବାହ ସମ୍ବନ୍ଧେ ଅଗ୍ରଣୀ କୁଳ ନ ବିଚାରିବେ ପୁଣି। ଯେ କନ୍ୟା ଯେ ବରେ ବରିବ ସେ ଇଚ୍ଛା ସୁଖେ ବିଭା ହେବ। ଯା ମନ ଯାହାକୁ ଭଜିବ ସେ କନ୍ୟା ତାକୁ ବିଭା ହେବ। ଆରମ୍ଭି ଦାୟୀ ଖଳ ପ୍ରାଣୀ ସେ ବଡ଼ ଏ ସଂସାରେ ପୁଣି। ଯାହାର ସତ୍ୟ ଗୁଣ ଥିବ ତାହାକୁ କେହି ନ ମାନିବ। କରିବେ କପଟ ବେଭାର ଧର୍ମ ଆଚାର ଲୋକାଚାର। ଛନ୍ଦ କପଟ ମାୟା ସର୍ବ ମିଥ୍ୟା ପାଷଣ୍ଡ ଭାବ ଗର୍ବ। ସ୍ତ୍ରୀଏ ସ୍ତ୍ରୀଙ୍କୁ ରମିବେ ପୁରୁଷେ ପୁରୁଷେ ଭାବିବେ। ମୁଖେ ମୁଖେ କାକୁସ୍ଥ ରତି ଏମନ୍ତେ ହୋଇବେ ପ୍ରକୃତି। କେବଳ ରୁଚି ଅନୁସାରେ ରତି ଯେ ସ୍ତ୍ରୀ ପୁରୁଷରେ। କ୍ରୀଡ଼ା ବିହାର ଜାତିହୀନେ କରିବେ ଯେ ଅଭିଗ ମନେ। ବେଶ୍ୟାକୁ ପାଇ ନିଜ ନାରୀ ଛାଡ଼ି ତା ସଙ୍ଗେ କ୍ରୀଡ଼ା କରି। ଜାତି ଭେଦକୁ ଭୟ ନାହିଁ ଦୀପେ ପତଙ୍ଗ ପ୍ରାୟ ହୋଇ। ବ୍ରହ୍ମତ୍ୱ କିଞ୍ଚିତ ପ୍ରକାରେ ରହିବ ଯଜ୍ଞ ପବିତରେ। ନାମ ବୋଲାଇବେ ବ୍ରାହ୍ମଣ ଦ୍ୱାଦଶ ଗୁଣେ ହେବେ ଲୀନ। ବ୍ରହ୍ମଚାରୀ ଆଦି ଆଶ୍ରମ ନାମରେ ରହିବେ ସେ ଚିହ୍ନ। ଦଣ୍ଡକ ମଣ୍ଡଳୁ ଅଜିନ ଧରିଣ ଆଶ୍ରମର ଚିହ୍ନ। ଏମାନେ ଛାଡ଼ି ନିଜ ଧର୍ମ ନାନା ବିଦ୍ୟାରେ ହୋଇ ଭ୍ରମ। ଆଶ୍ରମେ ଧର୍ମେ ନ ରହିବେ ସଂସାର ମାର୍ଗରେ ଚଳିବେ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ ବର୍ଣ୍ଣ ଧର୍ମ ଛାଡ଼ି ଅଜ୍ଞାନ। ଆନ ଆନ ବର୍ଣ୍ଣେ ପଶିବେ ଅମାର୍ଗ ପଥ ଆଚରିବେ। ଅଷ୍ଟାଦଶ ପାଟକ ଜନ ବର୍ଣ୍ଣ ଶଙ୍କର ଜାତି ନାମ। ଏମାନେ ଦମ୍ଭେ ପ୍ରବର୍ତ୍ତିବେ ଆରମ୍ଭେ ବଡ଼ ବୋଲାଇବେ। ବ୍ରାହ୍ମଣ ମାନେ ନିଜ ଧର୍ମ ବ୍ରାହ୍ମଣ ମାନେ ନିଜ କର୍ମ। ବେଦ ଆଚାରେ ଜ୍ଞାନ ଧର୍ମ ତା ଛାଡ଼ି ଅକର୍ମେ ବଢ଼ିବେ। ଶୂଦ୍ରା ଗର୍ଭରେ ରେତ ଦେବେ କରିବେ ଶୂଦ୍ରଙ୍କ ବିଧାନ। ନ କରି ବେଦର ବଚନ ଶୂଦ୍ର ବି ମାନେ ବ୍ରହ୍ମଚାରୀ। ସନ୍ନ୍ୟାସେ ବୈଷ୍ଣବ ଆଚରି ନିନ୍ଦା କରିବେ ବେଦ ମାର୍ଗ। କିଞ୍ଚିତ ଜ୍ଞାନ କରି ଗର୍ବ ବ୍ରାହ୍ମଣ ମାନେ ହୋଇ ଶିଷ୍ୟ କରିବେ ମନ୍ତ୍ର ଉପଦେଶ। ଗୁରୁ ବୋଲାଇ ହେବେ ଶ୍ରେଷ୍ଠ ଉଚ୍ଚେ ସ୍ଥାନେ ବସି ବଶିଷ୍ଠ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣେ ନମସ୍କାର କରି ଅଜ୍ଞାନେ। ଏ ରୂପେ କଳି ଯୁଗ ଗତି ଅଜ୍ଞାନେ କରି ଦୁଷ୍ଟ ମତି। ନ୍ୟାୟ ଅନ୍ୟାୟ ବିଚାରିଣ ନ କରି ଶାସ୍ତ୍ରର ପ୍ରମାଣ। ଯେ ଜନ ନିର୍ଧନ ହୋଇବେ ତାକୁ ସହାୟକେ ହୋଇବେ। ଅନ୍ୟାୟରେ ସେ ଲୋକ ହାରିବ
ସଭାରେ ନିନ୍ଦିତ ହୋଇବ। ପଣ୍ଡିତ ପଣ ବୋଲାଇବେ, ଚଞ୍ଚଳ ବଚନ କହିବେ। ଦରିଦ୍ର ହେବେ ଯେଉଁ ଜନ, ନଷ୍ଟ ହୋଇବ ସର୍ବଗୁଣ। ଅସାଧୁ ବୋଲାଇବେ ସେହି, ସତ୍ୟ ବଚନ ମିଥ୍ୟା ହୋଇ। ସାଧୁ ଯେ ଦମ୍ଭେ ବୋଲାଇବେ, ପ୍ରାଣୀଙ୍କ ହୃଦେ ହିଂସୁଥିବେ। ଜାତି ଧର୍ମକୁ ନ ବିଚାରି, ବଚନ ଅପ୍ରଧାନ କରି। ବିଭା ହୋଇବେ ଅବିଚାରି, ଜାତି କର୍ମ ଦୋଷ ନ ଧରି। କରେ ପାନିଆ ଘେନିଥିବେ, କେଶ କୁଣ୍ଡାଇ ସୁଖେ ଭାବେ। କରେ ପାନିଆ ଘେନିଥିବେ, କେଶ କୁଣ୍ଡାଇ ସୁଖେ ଭାବେ। ସ୍ନାନ କଲୁ ବୋଲି ଜାଣିବେ, ଦୂର ଗଡ଼ିଆ ପାଶେ ଯିବେ। ତାହାକୁ ତୀର୍ଥ ବୋଲି ଜାଣି, ସ୍ନାନ କରିବେ ତହିଁ ପୁଣି। କେବଳ ବେଶ ଯେ ଧାରଣ, ଲାବଣ୍ୟ ଅହଙ୍କାର ଚିହ୍ନ। ଆପଣା ପେଟକୁ ପୋଷିବେ, ବଡ଼ ପ୍ରୟୋଜନ ହୋଇବେ। କାର୍ଯ୍ୟ କଲାର ପ୍ରାୟ ମଣି, ସେ ଲୋକେ ହୋଇବେ ଅଗ୍ରଣୀ। ଆଣ୍ଟ ପଣର ସତେ ଗୁଣ, କୁଟୁମ୍ବ ପୋଷି ବଡ଼ ଜଣ। ଚତୁର ବୋଲାଇବେ ସେହି, ଏ ରୂପେ ଯୁଗ ଧର୍ମ ବହି। ଧର୍ମ କରିବେ ଯଶ ଅର୍ଥେ, ଶାସ୍ତ୍ରକୁ ମଣିବେ ଅନର୍ଥେ। ଏମନ୍ତେ ବୋଲି ଯେତେବେଳେ, ପାପ ଆଚ୍ଛାଦିବ ଶୟଳେ। ପରଜାମାନେ ଦୁଷ୍ଟପଣେ, ପୃଥି ପୂରିବ ଦୁଷ୍ଟ ଜନେ। ବ୍ରାହ୍ମଣ ଆଦି ଚାରି ବର୍ଣ୍ଣ, ବଳ ବିଚାର ପରାକ୍ରମ। ବଳିଷ୍ଠ ହୋଇବେ ଯେହି, ନୃପତି ବୋଲାଇବେ ସେହି। ଏମାନେ ନିବୃତ୍ତ ହୋଇବେ, ନିର୍ଦ୍ଦୟ ଭାବକୁ ବହିବେ। ପ୍ରଜାମାନଙ୍କୁ କଷ୍ଟ ଦେବେ, ଅଧର୍ମ ବଳ ଗୁଣ ଭାବେ। ସର୍ବସ୍ୱ ପ୍ରଜାଙ୍କ ନେବେ, ବିକଳ କେହୁ ନ ଶୁଣିବେ। ପର ଦ୍ୱାରା ଧନ ହରିବେ, ଶୋକ ବିପତ୍ତିରେ ଦଣ୍ଡିବେ। ଏମନ୍ତ ହୋଇ ଯେତେବେଳେ, ପ୍ରଜାଙ୍କୁ ପୀଡ଼ିବେ ଶୟଳେ। ବନ ପର୍ବତରେ ଲୁଚିବେ, ସେ ଦେଶ ଧର୍ମରେ ରହିବେ। ଭକ୍ଷିବେ ଶାକ କନ୍ଦମୂଳ, ଆମିଷ ପୁଷ୍ପ ମଧୁ ଫଳ। ଇନ୍ଦ୍ର ବରଷା ନ କରିବ, ଏଣୁ ଯେ ଦୁର୍ଭିକ୍ଷ ହୋଇବ। ଜ୍ୱର ପୀଡ଼ାରେ ପ୍ରାଣୀମାନେ, ବିନାଶ ହୋଇବେ ଯେ ଜନେ। ରାଜାଏ କ୍ଷମା ନ କରିବେ, ଯମ କିଙ୍କର ପ୍ରାୟ ହେବେ। ଶୀତ ବାତା ଖରା ବରଷା, ପୀଡ଼ିତ ବ୍ୟାଧି କ୍ଷୁଧା ତୃଷ୍ଣା। ଚିନ୍ତା ସନ୍ତାପ ଜ୍ୱର ଦୁଃଖୀ, ପ୍ରଜାଏ ହୋଇବେ ନିର୍ମାଖୀ। କଳି ଯୁଗରେ ପ୍ରାଣୀମାନେ, ପାପେ ହୋଇବେ ଆୟୁହୀନ। ସ୍ତ୍ରୀ ପୁରୁଷଙ୍କ ଆୟୁଷ, ବିଂଶ ଯେ 30 ବରଷ। ପ୍ରାଣ ଆୟୁଷ ଦିନେ ଦିନେ, କ୍ଷଣ ନ ହୋଇବେ ଅଧର୍ମେ। ଚାରି ବର୍ଣ୍ଣର ଚାରି ଆଶ୍ରମ, ତୁଟିବେ ବେଦ ମାର୍ଗେ ଧର୍ମ। ସକଳ ଧର୍ମ ନାଶ ଯିବେ, ପାଷାଣ୍ଡ ବହୁତ ପାଇବେ। ରାଜାଏ ଦସ୍ୟୁ ପରି ହେବେ, ପ୍ରଜାଏ ଏମନ୍ତ କରିବେ। ଚର୍ଯ୍ୟ ହିଂସା ମିଥ୍ୟା ବିବାଦେ, ବିଶ୍ୱାସଘାତ ବୃତ୍ତି ଛେଦ। ଏମନ୍ତେ ପ୍ରବର୍ତ୍ତିବେ ପ୍ରାଣୀ, ଜୀବିକା କରିଣ ଅଗ୍ରଣୀ। ସକଳ ବର୍ଣ୍ଣରେ ବିସ୍ତାର, ଶୂଦ୍ର ଯେ ବଢ଼ିବେ ଅପାର। ସବୁ ଯେ ବର୍ଣ୍ଣମାନଙ୍କର, ଶୂଦ୍ର ଧର୍ମରେ ପରିବାର। ଗାଈ ଯେ ଛେଳି ହୋଇ, ଅଭୟ ଭକ୍ଷ୍ୟ କ୍ଷୀର ଦେଇ। ସର୍ବ ଆଶ୍ରମୀମାନେ ପୁଣ,
କରିବେ ଗୃହୀ ଆଚରଣ। ଗୃହସ୍ଥ ଧର୍ମ ଆଚରିବେ, ବେଦ ବଚନ ନ ମାନିବେ। ସାର୍ବଜେ ବନ୍ଧୁମାନଙ୍କରେ, ଶାଳକ ଗଣ ସ୍ନେହ ଭରେ। ଧନ୍ୟାଦି ସର୍ବଶସ୍ୟମାନ, ସକଳ ହେବେ ରସହୀନ। ନିଷ୍ଫଳ ବୃକ୍ଷ ସମତୁଲ୍ୟ, କ୍ଷୀର ଔଷଧି ଫଳମୂଳ। ମେଘ ଯେ ଗର୍ଜନ କରିବେ, ବିଦ୍ୟୁତମାନେ ଆଚ୍ଛାଦିବେ। ବରଷା କିଞ୍ଚିତ ହୋଇବ, ବର୍ଷା କିଞ୍ଚିତ କରିବ। ପବନେ ମେଘ ଉଡ଼ିଯିବ, ଫିରି ଫିରି ବରଷା କରି। ପ୍ରଜା ଚାଷ କରି ନ ପାରି, ଘରମାନ ଶୂନ୍ୟ ହୋଇବେ। ପ୍ରାଣୀଏ ନିର୍ଧନେ ବଞ୍ଚିବେ, ମାନବେ ଗର୍ଦ୍ଦଭର ଶ୍ରମ। କରିବେ କଷ୍ଟ ପରିଶ୍ରମ, ଏମନ୍ତେ ଘୋର କଳିଯୁଗ। ଯେବେ ହୋଇବ ଶେଷ ଭାଗ, ସତ୍ୱଗୁଣଙ୍କୁ ଆଶ୍ରୟ କରି। ମାନବ ରୂପେ ଦେହ ଧରି, ସେକାଳେ ପ୍ରଭୁ ଭଗବାନ। ଧର୍ମତ୍ରକ୍ଷଣେ ହେବେ ଜନ୍ମ, ଏମନ୍ତେ 10,000 ବର୍ଷ। କିଳିର ହୋଇବ ଯେ ଶେଷ, ଉତ୍କଳ ଦେଶେ ସିନ୍ଧୁ ତଟେ। ନୀଳଗିରି କଳ୍ପ ବଟେ, ନୀଳାଚଳରେ ଜଗନ୍ନାଥ। ଅନ୍ତର୍ଦ୍ଧାନରେ ସେ ଭୂପତ, ଗଙ୍ଗାରେ ସ୍ରୋତ ନ ରହିବ। ପୋତିଣ ଉତ୍ସର୍ଗ ହୋଇବ, ଦେବାଦେବୀମାନେ ଯେ ପୁଣ। ସର୍ବେ ହୋଇବେ ଅନ୍ତର୍ଦ୍ଧାନ, ସକଳ ପୁଣ୍ୟସ୍ଥାନମାନେ। ତମରେ ହୋଇବେ ଗୋପନେ, ପ୍ରାଣୀ ଅନୁମାନେ କରିବେ। ଏଠାରେ ଥିଲେ ପୂର୍ବେ ଦେବେ, କୁଳସ୍ତ୍ରୀ ଅନ୍ୟାୟ କରିବେ। ପରପୁରୁଷେ ମନ ଦେବେ, କୁଳଧର୍ମକୁ ନ ରଖିବେ। ବର୍ଣ୍ଣଭେଦକୁ ସେ ଛାଡ଼ିବେ, ବେଭାରେ ଜାତିଭେଦ ନାହିଁ। ସମସ୍ତେ ଏକାକାର ହୋଇ, ଏଭାବେ କଳିଯୁଗ ଶେଷ। ହେବ 10,000 ବରଷ, ସାଧୁଙ୍କୁ ଧର୍ମ ରଖିବାରେ। ସମ୍ବଳ ନାକ ନଗରେ, ସେ ଚରାଚର ଗୁରୁ ଈଶ। ସକଳ ଆତ୍ମାରେ ପ୍ରକାଶ, ସାଧୁଜନଙ୍କ ପରିତ୍ରାଣେ। ଦୁଷ୍କୃତ ଜନେ ସଂହାରଣେ, ବିଷ୍ଣୁଯଶା ନାମେ ବ୍ରାହ୍ମଣ। ବିଷ୍ଣୁ ଯେ ତାର ଗୃହେ ଜନ୍ମ, ଯଶୋବନ୍ତୀ ନାମେ ବ୍ରାହ୍ମଣୀ। ତା ଗର୍ଭୁ ଜନ୍ମି ଚକ୍ରପାଣି, କଳ୍କୀ ନାମରେ ଅବତାର। ହୋଇବେ ପରମ ଈଶ୍ୱର, ସେ ପୁଣି 1,000 ବରଷ। ତପଜ୍ଞାନ ଯୋଗେ ପ୍ରବେଶ, ସେ ଅନ୍ତେ ଈଶ୍ୱର ପ୍ରସନ୍ନ। ଅଗ୍ନିରେ ଅଶ୍ୱ ସମର୍ପିଣ, ନନ୍ଦକ ନାମେ ଖଡ୍ଗ ଦେବେ। ଯୋଜନେ ବିସ୍ତାର କରିବେ, ସେ ଅଶ୍ୱ ଚଢ଼ି ଖଡ୍ଗ ଘେନି। ଅଷ୍ଟ ଐଶ୍ୱର୍ଯ୍ୟର ସଦାନୀ, ପୃଥ୍ୱୀରେ ବୁଲିବେ ପ୍ରକୋପେ। ମ୍ଲେଚ୍ଛ ନାଶିବେ ମହାଦର୍ପେ, ରାଜବଂଶରେ ଯେତେ ଦୁଷ୍ଟ। ଖଣ୍ଟରାକ୍ଷାସ ଯେ ପାପିଷ୍ଠ, ମାରିବେ କୋଟି କୋଟି କରି। ପୃଥିବୀ ନିକ୍ଷତ୍ରିୟ କରି, ଏମନ୍ତ ସାଧୁଙ୍କୁ ପାଳିବେ। ଯେ ବା ତାହାଙ୍କୁ ଭଜୁଥିବେ, ସତ୍ୟଗୁଣରେ ଯେହୁଥିବେ। ସେ ବାସୁଦେବଙ୍କୁ ଦେଖିବେ, ସେ ସାଧୁ ପ୍ରଜାମାନେ ପୁଣ। ବାସୁଦେବ ସଙ୍ଗ ଲଭିଣ, ତାଙ୍କ ଅଙ୍ଗ ବାସନା ଲାଗି। ସର୍ବେ ହୋଇବେ ସୁଖ ଭୋଗୀ, ମନ ନିର୍ମଳ ତହୁଁ ଯେବେ। ସର୍ବେ ସତ୍ୟଗୁଣେ ଚଳିବେ, ପୁର ନଗରେ ଗ୍ରାମ ଦେଶ। ଦୁଷ୍ଟମାନେ ହୋଇବେ ନାଶ, ସାଧୁ ଉତ୍ତମେ ପ୍ରବର୍ତ୍ତିବେ। ଉତ୍ତମ ଧର୍ମେ ମନ ଦେବେ, ଭଗବାନ ବାସୁଦେବଙ୍କୁ। ହୃଦରେ ଧରିବେ ତାହାଙ୍କୁ, ଭଜିବେ ପରମ ପୁରୁଷ। ସର୍ବକଳୁଷ ଜୀବନାଶ, କଳ୍କୀ ଅବତାର ଯେବେ।
सकल धर्म रक्षा देवे से तत्व गुणात्मक भावे प्रजाए जन्म लभिबे सत्य जुग धर्म होइब कलिर धर्म न रहिब से काले चंद्र सूर्य बेनी पुष्या नक्षत्रे गुरु घेनी कर्कट राशि एक रुष एकथा देखिले प्रत्यक्ष जानिब सत्य जुग आद्य ए भावे पुराण संवाद सोम सूर्यादि वंश जेते नृपति थिले ए जगते वर्तमान रे जेते छंती भविष्य जेतेक नृपति ताहार संक्षेपी कहिलु श्रवणे संतोष लभिलु परीक्षित तो जन्म आदि नंदराजाभिषेकावधि कलिजुगर भोग शेष 1115 शपथ ऋषि पूर्वे पुण उदय पूर्व फाल्गुन ताଙ୍କ ଦକ୍ଷିଣ ଯେ ମଧ୍ୟରେ ମଘା ନକ୍ଷତ୍ର ଉଦେକରେ ତହିଁରେ ସପ୍ତ ଋଷି ଛନ୍ତି ସତେ ବରଷ ସେ ବସନ୍ତି ସେଦିନେ କୃଷ୍ଣ ଅବତାର ତେଜିଲେ ନର କଳେବର ମଘା ଅମାବାସ୍ୟା ଦିନରେ କୃଷ୍ଣ ବୈକୁଣ୍ଠେ ବିଜେ କଲେ ମଘା ନକ୍ଷତ୍ରେ ସପ୍ତ ଋଷି ସେଦିନେ ଉଦୟ ବିଶେଷୀ କଳି ପ୍ରବେଶ ସେଦିନରେ ପାପ ପ୍ରବେଶ ପ୍ରାଣୀଠାରେ କୃଷ୍ଣର ପାଦ ପଦ୍ମ ଚିହ୍ନ ଥିଲା ପୃଥିରେ ଯେତେ ଦିନ ସେଦିନ ଯାଏ କଳି ଯୁଗ ଗ୍ରସ୍ତିନ ପାରିଥିଲା ବେଗ କୃଷ୍ଣ ବୈକୁଣ୍ଠ ବିଜେ ଯେଣୁ ସଂସାରେ ପ୍ରବର୍ତ୍ତିଲା ତେଣୁ ମଘା ନକ୍ଷତ୍ର ସପ୍ତ ଋଷି କଳିଆ ଦ୍ୱାରେ ସେହୁ ବସି ଦେବତା ମାନଙ୍କ ବରଷ 1200 ବରଷରେ ଶେଷ ମନୁଷ୍ୟ ବରଷରେ ଶେଷ 4,00,000 ସହସ୍ର ବରଷ ଶପଥ ଋଷି ଯେତେବେଳେ ମଘାରୁ ପୂର୍ବାଷାଢ଼ା ଗଲେ ନନ୍ଦନାମେ ସେଦିନୁ ରାଜା ସେଦିନୁ କଳି ବୃହତେଜା ମଘା ଅମାବାସ୍ୟା ଦିନରେ କଳିର ଜନ୍ମ ଏ ସଂସାରେ ଦେବ ବରଷରେ ସହସ୍ର ଅନ୍ତେ ସତ୍ୟ ଯୁଗ ପ୍ରବେଶ ପ୍ରାଣୀମାନେ ସତ୍ୟ କହିବେ ଆତ୍ମଜ୍ଞାନୀ ଧର୍ମ କରିବେ ଏ ଅନନ୍ତରେ ମନୁଜାତ ବୈବସ୍ୱର ନାମେ ବିଖ୍ୟାତ ଏହାଙ୍କ ବଂଶ ଯଥାର୍ଥେଣ ସଂଖ୍ୟା କରି କହିଲୁ ପୁଣ ଶୁଣ ସୈନକ ମୁନି ଜନେ ଏହାଙ୍କ ବଂଶରେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଜନ ଏ ସର୍ବେ ଏଥୁ ଉତ୍ପନ୍ନ ଏ ଯୁଗେ ଯୁଗେ ହେଉଛନ୍ତି ଏ 4 ଯୁଗ ଲେଉଟନ୍ତି 284 ଦିଗ ମନ୍ୱନ୍ତର ଗୋଟିଏ ଭୋଗ ବୈବସ୍ୱତ ମନ୍ୱନ୍ତର ଅଷ୍ଟବିଂଶ ଗଣ୍ଡା ଯୁଗର 17 ଯୁଗ ଯେ ଭୋଗ ଏ ମନ୍ୱନ୍ତରକୁ ସଂଯୋଗ ଏ ଯେଣୁ ଯେତେ ପ୍ରଜାଜନ ବୈବସ୍ୱତ ମନୁ ବଂଶେଣ ଏ ଯେ ପୁରୁଷଙ୍କର ଚିହ୍ନ ନାମ କୀର୍ତ୍ତିନ ହେ କର୍ମେଣ ଅବଶେଷେ ବହେ ଧରଣୀ ପାପ ପୁଣେ ଗମନ୍ତି ପ୍ରାଣୀ ସତ୍ୟ ଯୁଗ ହୋଇବ ଯେବେ ସୋମ ସୂର୍ଯ୍ୟ ବଂଶ ହୋଇବେ ସୋମ ବଂଶରେ ରାଜା ପୁଣ ହୋଇବେ ଯେମନ୍ତ ଭାବେଣ ଦେବାପି ଶାନ୍ତନୁର ଭାଇ ସୋମ ବଂଶରେ ରାଜା ହୋଇ ସୂର୍ଯ୍ୟ ବଂଶରେ ଉତ୍ପନ୍ନ ଇକ୍ଷ୍ୱାକୁ ନାମେଣ ରାଜନ ମରୁ ନାମେ ଜାତ ରାଜନ ଆଦ୍ୟ ସେ ସୂର୍ଯ୍ୟର ବଂଶେଣ ଏ ଦୁଇ ବୀର ତପ ବଳେ ଚିରଞ୍ଜୀବୀ ହୋଇ ଶୟଳେ ହିମବନ୍ତ ଉତ୍ତର ଭାଗେ କଳାପ ନାମେ ଗ୍ରାମ ଲାଗେ ମହାଘୋର ତପସ୍ୟା କରି ଥିବେ କଳି ଶେଷ ଆବରି କଳିର ଅନ୍ତ କଳ୍କି ରୂପୀ
ଏ ଦୁଇ ରାଜାଙ୍କୁ ନିରୋପି ମନକୁ ଅଯୋଧ୍ୟାରେ ଆଣି ସ୍ଥାପିବେ ପ୍ରଭୁ ଚକ୍ରପାଣି। ଦେବାପି ହସ୍ତିନାନଗରେ ସ୍ଥାପିବେ ଯୁଗ ଅନୁସାରେ ସେ ବସୁଦେବ ଆଜ୍ଞା ପାଳି ସତ୍ୟାଦି ଗୁଣେ ପ୍ରଜା ପାଳି ସତ୍ୱଗୁଣାତ୍ମକ ବିଚାରି ବର୍ଣ୍ଣ ଧର୍ମ ମାନ ପଚାରି ସତ୍ୟ ତ୍ରେତା ଦ୍ୱାପର କଳି ଏ କ୍ରମେ 4 ଯୁଗ ଚଳି ପୃଥିରେ ପ୍ରାଣୀଙ୍କ ବିହାର ପ୍ରବୃତ୍ତି କରେ ବ୍ୟବହାର ଏ ଭାବେ ଆତଜାତ ହୋଇ ମନ୍ୱନ୍ତରେ ଭୋଗ ସରଇ ବ୍ରହ୍ମାଣ୍ଡ ଏକ ଘଡ଼ି ଜାଣ ଏ ଭାବେ 14 ମନ୍ୱେଣ ଚତୁର୍ଦ୍ଦଶ ଘଡ଼ିରେ ଦିନ ବ୍ରହ୍ମାଙ୍କୁ ହୁଅଇ ମଧ୍ୟାହ୍ନ ସନ୍ଧ୍ୟାରେ ଏକ ଘଡ଼ି ଯାଇ ଏହି ପ୍ରକାରେ ରାତ୍ର ହୋଇ ଏହି ପୁରାଣରେ ବର୍ଣ୍ଣନ ଦେବତା ମନୁଷ୍ୟ ଗଣନ ସମର୍ଥ ଭାବରେ ପୃଥିବୀ ମୋହରି ବୋଲି ଲୋକେ ସେବି ଏ ଦେହ ବିଷ୍ଠା ଭସ୍ମ କୃମି ମାୟା ବଳରେ ବ୍ୟର୍ଥେ ଭ୍ରମି ଏ ସଙ୍ଗେ ଭୂମି କି ନ ନେଲେ ପୃଥିରେ ବଡ଼ ବଡ଼େ ଥିଲେ ଅନିତ୍ୟ ଶରୀରକୁ ବହି ପ୍ରାଣୀଙ୍କ ଦ୍ରୋହ ଯେ ଚିନ୍ତଇ ମାୟା ଶରୀରେ ଗର୍ବ ବହି ଅଜ୍ଞାନେ ଯାତନା ସଞ୍ଚଇ ନରକ ଭୋଗ ସେ କରଇ କୃମି ଚଣ୍ଡାଳ କୋଳ ହୋଇ ସେ ବିଷ୍ଣୁ ମାୟାରେ ମୋହିତ ହୋଇଣ ପ୍ରାଣୀ ଉନ୍ମତ୍ତ ଏ ପୃଥି ଅଖଣ୍ଡିତ ହୋଇ କେମନ୍ତେ ପ୍ରାପ୍ତ ମୋତେ ହୋଇ ମୋ ପୂର୍ବ ପୁରୁଷ ଏମାନେ ଏ ଭୂମି ଭୋଗ ସୁଖ ମନେ ମୋର ପୁତ୍ର ପୌତ୍ରାଦିମାନ ଭୋଗ କରିବେ ଅଭିଜ୍ଞେଣ ଅଖଣ୍ଡିତେ କରିବେ ଭୋଗ ଏମନ୍ତ ବିଚାରି ସଂଯୋଗ କର୍ମରେ ମାୟାବଦ୍ଧ ହୋଇ ଆତ୍ମା ଉଦ୍ଧାରି ନ ପାରଇ ତ୍ରିପୁତ୍ର କୁଟୁମ୍ବାଦି କରି ମୋହରି ବୋଲିଣ ବିଚାରି ମୋହ ତ୍ରିଗୁଣ ରଜୁ ପାଶେ ବନ୍ଧନ ହୋଇଅଛି ବିଶ୍ୱେ ଅନ୍ତେଣ କାଳ ବଶ ହୋଇ ସବୁ ଛାଡ଼ିଣ ଚଳି ଯାଇ ଏକଥା ମିଥ୍ୟା ବୋଲି ଜାଣେ ପାପ ପୁଣ୍ୟକୁ ଅବଧାନେ ସେ ରାଜା ମାନେ ପୂର୍ବେ ଥିଲେ ପ୍ରାକର୍ମେ ମହି ଭୋଗ କଲେ ସେ ପୁଣି କାଳ ବସେ ନାଶ କଥା ରହିଲା ଅବଶେଷ ପୁଣି କଳ୍ପକେ କ୍ଷୟ ଯାଏ ଏମନ୍ତ ବିଷ୍ଣୁ ମାୟା ମୋହେ କହିଲେ ଦାସ ଜଗନ୍ନାଥ କୃଷ୍ଣ ଚରଣେ ଦେଇଚିତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ ସଂହିତାୟା 82 ଦ୍ୱାଦଶ ସ୍କନ୍ଧେ କଳିଯୁଗ ମହିମା ବର୍ଣ୍ଣନେ ନାମ ଦ୍ୱିତୀୟୋଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।